ଯେତେବେଳେ ପ୍ରେମରେ ଝିଅମାନେ ଧୋକା ଖାଆନ୍ତି ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ବଦଳି ଦିଅନ୍ତି। କିଛି ବର୍ଷ ପାଇଁ ଭୁଲ ପ୍ରାୟଶ୍ଚିତ କରିବା ପରେ ମଧ୍ୟ ପୁଣି ଥରେ ସେହି ଭୁଲ କରନ୍ତି ଯେପର୍ଯ୍ୟନ୍ତ ସେମାନେ ବିବାହ ବନ୍ଧନରେ ବାନ୍ଧି ହେଇନାହାନ୍ତି। ବିବାହ କରିବା ପରେ ମଧ୍ୟ କିଛି ଝିଅ ସେହି ପୁରୁଣା ଅଭ୍ୟାସରେ ପଡ଼ିଯାଆନ୍ତି। ଏତେ ଧୋକା ଖାଇବା ପରେ ବାପା ମା ବହୁ କଷ୍ଟରେ ଶାନ୍ତ ସରଳ ବରପାତ୍ର ଦେଖି ଯେତେବେଳେ ବିବାହ କରନ୍ତି ହାତ ଗଣ୍ଠି ପଡ଼ିବା ଯାଏଁ ଝିଅ ଚୁପ୍ ଥାଏ। କିଛି ବର୍ଷ ସୁଖ ଶାନ୍ତିରେ ସଂସାର କରିବା ପରେ ସ୍ୱାମୀ ପୁଅ ଝିଅ ଏ ସମସ୍ତଙ୍କୁ ଛାଡ଼ି ଅନ୍ୟ ପୁଅ ସହ ପଳେଇଯାଏ। କେତେ ଆଉ ବାପା ମାଙ୍କର ମୁଣ୍ଡ ତଳକୁ କରିବ? ସେମାନେ ଋଣ କରଜ କରି ତମକୁ ବିବାହ କଲେ। ଯେଉଁମାନେ କରିଦେଇଛନ୍ତି ସେମାନଙ୍କୁ କହି କିଛି ଲାଭ ନାହିଁ। ଯେଉଁମାନେ ସେହି ବାଟରେ ଯାଉଛନ୍ତି ଏବେ ସେହିମାନଙ୍କୁ କହି ରଖିବାକୁ ଚାହୁଁଛି, ଅନ୍ୟ ପୁଅ ସହ ଯିବା ପୂର୍ବରୁ ତମ ପାଖରେ ଘଟିଥିବା ଘଟଣା ବିଷୟରେ ଯଦି ଟିକେ ହୃଦୟକୁ ନେଇ ଭାବିବ ତ ସେମିତିକା ଭୁଲ କଦାପି କରିବନି। ଯାହା ସହ ଯିବ ସେ ବେଶୀ ଦିନ ନୁହେଁ, ଅଳ୍ପ ଦିନ ରଖିବ। ତାପରେ ତମ ସୁଖ ସଂସାର କ'ଣ ହେବ ସେତେବେଳେ ତମେ ନିଶ୍ଚୟ ବୁଝିପାରିବ।